ବେଦବ୍ୟାସ ହିନ୍ଦୁ ଧର୍ମର ଜଣେ ମହାନ ଋଷି ଥିଲେ। ସେ ମହାଭାରତ, ବେଦ ଏବଂ ପୁରାଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ଶାସ୍ତ୍ର ରଚନା କରିଥିଲେ। ବେଦବ୍ୟାସ ମାତା ସତ୍ୟବତୀ ଏବଂ ପରାଶର ଋଷିଙ୍କ ପୁତ୍ର ଥିଲେ। ତାଙ୍କ ମାତା ଜଣେ ଧୀବର କନ୍ୟା ଥିଲେ। ସେ ଯମୁନା ନଦୀର ଏକ ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଶରୀରର ରଙ୍ଗ କଳା ଥିବାରୁ ତାଙ୍କୁ କୃଷ୍ଣ ଦ୍ୱୈପାୟନ ମଧ୍ୟ କୁହାଯାଏ। ସେ ପ୍ରଥମେ ଗୋଟିଏ ରୂପରେ ଥିବା ବେଦକୁ ଚାରୋଟି ଭାଗରେ ବିଭକ୍ତ କରିଥିଲେ: ଋଗ୍‌ବେଦ, ସାମବେଦ, ଯଜୁର୍ବେଦ ଏବଂ ଅଥର୍ବବେଦ। ସେଥିପାଇଁ ତାଙ୍କୁ ବେଦବ୍ୟାସ ଆଖ୍ୟା ଦିଆଯାଇଛି। ସେ 18 ମହାପୁରାଣ ରଚନା କରିଥିଲେ, ଯେଉଁଥିରେ ବିଭିନ୍ନ ଦେବତା ଏବଂ ପୌରାଣିକ କାହାଣୀ ସବୁ ରହିଛି। ସେ ମହାଭାରତର ରଚୟିତା। ମାନ୍ୟତା ଅନୁଯାୟୀ ବ୍ୟାସଦେବ ମୁଖରେ ଶ୍ଲୋକ କହୁଥିଲେ ଏବଂ ପ୍ରଭୁ ଶ୍ରୀଗଣେଶ ତାଙ୍କୁ ଲିପିବଦ୍ଧ କରୁଥିଲେ। ହିନ୍ଦୁ ପୁରାଣ ଅନୁସାରେ ସେ ଅଷ୍ଟ ଚିରଞ୍ଜୀବୀଙ୍କ ମଧ୍ୟରୁ ଜଣେ, ଯିଏ କଳିଯୁଗର ଶେଷ ପର୍ଯ୍ୟନ୍ତ ଏହି ପୃଥିବୀରେ ବିଦ୍ୟମାନ ରହିବେ। ମହର୍ଷି ବ୍ୟାସଦେବ ସଂସ୍କୃତରେ ମହାଭାରତ ଲେଖିଥିବା ବେଳେ ଓଡ଼ିଆ ଭାଷାରେ ଆଦିକବି ସାରଳା ଦାସ ସାରଳା ମହାଭାରତ ରଚନା କରିଥିଲେ, ଯାହା ଓଡ଼ିଶାର ଘରେ ଘରେ ପରିଚିତ। କୁରୁ ବଂଶର ଦୁଇ ରାଜା ଚିତ୍ରାଙ୍ଗଦା ଓ ବିଚିତ୍ରବୀର୍ଯ୍ୟ ଅପୁତ୍ରିକ ଭାବରେ ମୃତ୍ୟୁବରଣ କରିବା ପରେ ମାତା ସତ୍ୟବତୀଙ୍କ ଅନୁରୋଧରେ ବେଦବ୍ୟାସ ନିୟୋଗ ପ୍ରଥା ଅନୁସାରେ ଅମ୍ବିକା, ଅମ୍ବାଳିକା ଏବଂ ସେମାନଙ୍କ ଦାସୀଙ୍କଠାରୁ 3 ପୁତ୍ର ସନ୍ତାନ ଧୃତରାଷ୍ଟ୍ର, ପାଣ୍ଡୁ ଓ ବିଦୁରଙ୍କୁ ଜନ୍ମ ଦେଇଥିଲେ। କିମ୍ବଦନ୍ତୀ ଅନୁଯାୟୀ ବେଦବ୍ୟାସ ମହାଭାରତ କାହାଣୀକୁ ମନେ ରଖି